ତୁ ରାଜା ମୁଁ ରାଣୀରେ ଦେଖିବାକୁ ପାଇବେ ଦର୍ଶକ ବନ୍ଧୁ। ସୁଲେଖା ସ୍କୁଲ ଯିବା ପାଇଁ ବାହାରିବେ। ରବି କହିବେ, ସୁଲେଖା ତମେ କାହିଁକି ସ୍କୁଲକୁ ଯିବ? ସୁଲେଖା କହିବା, ଆଜି ଶିକ୍ଷାଙ୍କର ଅଭିଷେକ ହେବ, ଆଉ ମୁଁ ଶୁଣିଛି ରେକର୍ଡ଼ ବି ହେବ, ସେଥିପାଇଁ ମୁଁ ଯିବି। ସାନ୍ଭି କହିବେ, ମାମା ସେ ତ ଅଭିଷେକ ନୁହଁ କି ରେକର୍ଡ଼ ବି ନୁହଁ, ଆଜି ଶିକ୍ଷା ଦିଦି ସେଠି ହେଡ଼୍ ହେବେ। ସୁଲେଖା କହିବେ, ଯାହା ବି ହଉ ସେସବୁ ମୁଁ ଦେଖିବାକୁ ଯିବି। ରବି କହିବେ, ତୁମକୁ ସ୍କୁଲ ଭିତରକୁ ଛଡ଼ାଯିବ ନାହିଁ। ସୁଲେଖା କହିବେ, ଯିବି କହିଛି ମାନେ ମୁଁ ନିଶ୍ଚୟ ଯିବି। ଏହା କହି ସୁଲେଖା ଚାଲିଯିବେ। ଏପଟେ କୌଶଲ୍ୟା ବସିଥିବେ। ଶିକ୍ଷା ତାଙ୍କ ପାଖକୁ ଆସିବେ ଆଉ କହିବେ, ମାମା ମୋତେ ଆଶୀର୍ବାଦ ଦିଅ। କୌଶଲ୍ୟା କହିବେ, ଶିକ୍ଷା ତୋର ସବୁବେଳେ ମଙ୍ଗଳ ହେଉ। ଆଉ ତୁ ତ ସବୁ କିଛି ଜାଣିଛୁ, ତୋତେ ଆଉ କହିବା କିଛି ଦରକାର ନାହିଁ। ଆଉ ସ୍କୁଲରେ ସବୁ ଦାୟିତ୍ୱ ତୋରି ଉପରେ ରହିବ। ଆଉ ଗୋଟେ କଥା ମନେ ରଖ, ମୋ ସମ୍ମାନ ଆଉ ଏ ଘରର ଇଜ୍ଜତ ଯେମିତି ତଳେ ପଡ଼ିବନି, ଏକଥା ଯେମିତି ମନେ ରଖିଥିବୁ। ଶିକ୍ଷା କହିବେ, ମାମା ତମେ ଚିନ୍ତା କର ନାହିଁ, ମୁଁ ସବୁ ଠିକ୍ କରିଦେବି। ଆଉ ଏହି ସମୟରେ ସମସ୍ତେ ଆସିବେ ଆଉ ସ୍କୁଲକୁ ବାହାରି ଯିବେ। ଏପଟେ ସୁଲେଖା ରାଣୀକୁ କହିବେ, ରାଣୀ ରାଜା ଯେମିତି ସ୍କୁଲକୁ ନ ଯାଏ ଆଉ ତାକୁ ଅଟକାଇବା ଦାୟିତ୍ୱ ତୋର। ଏହା କହି ସୁଲେଖା ଚାଲିଯିବେ। ଏପଟେ ସମସ୍ତେ ଯାଇ ଅଫିସରେ ପହଞ୍ଚିବେ। ସୁଲେଖା କହିବେ, ଶିକ୍ଷା ତମେ ହେଡ଼୍ ହେଲା ପରେ ପ୍ରଥମେ ତୁମେ କେଉଁ କାମ କରିବ? ଶିକ୍ଷା କହିବେ, ମୋର ପ୍ରଥମ କାମ, ଜୟମାମୁଁ ବିଚରା ବହୁତ କାମ କଲେଣି ଆଉ ତାଙ୍କ ବୟସ ହେଇଗଲାଣି। ଏ ବୟସରେ ସିଏ କାମ କରିବା ଜମାରୁ ବି ଦରକାର ନାହିଁ। ସେଥିପାଇଁ ମୁଁ ତାଙ୍କୁ ସବୁଦିନ ପାଇଁ ଛୁଟି ଦେଇଦେବି। ଆପଣମାନେ ଯଦି ଏଇଭଳି ନୂଆ ନୂଆ ଭିଡ଼ିଓ ଦେଖିବାକୁ ଚାହୁଁଥାନ୍ତି, ତାହେଲେ ଏ ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ୍ କରନ୍ତୁ।